ଏଇଠି ଇତିହାସର 50ଟି ପ୍ରଶ୍ନ ପିଲାମାନେ ପ୍ରଥମ କରି ଦେଖିବା କ'ଣ ପ୍ରଶ୍ନ ଅଛି। ପ୍ରଥମ ପ୍ରଶ୍ନ ଏଇଠି ପିଲାମାନେ 20 ଲକ୍ଷ ଲୋକଙ୍କ ଦ୍ୱାରା କୁହାଯାଉଥିବା ଓଡ଼ିଆ ଭାଷା ଏକ ପୂର୍ଣ୍ଣ ଭାଷାର ମାନ୍ୟତା ହୋଇ ନପାରେ ବା ପାଇ ନପାରେ କିଏ କହିଥିଲେ? ଉତ୍ତର ହେଉଛି କ'ଣ ନା ରାଜେନ୍ଦ୍ର ଲାଲ ମିତ୍ର। ନେକ୍ସଟ ପ୍ରଶ୍ନ ବର୍ଣ୍ଣବୋଧର ଲେଖକ କିଏ? ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ। ବର୍ଣ୍ଣବୋଧର ଲେଖକ ହେଉଛନ୍ତି ମଧୁସୂଦନ ରାଓ। ନେକ୍ସଟ ପ୍ରଶ୍ନ ରମ୍ଭାରୁ ପ୍ରକାଶ ଲାଭ କରୁଥିବା ସମ୍ବାଦପତ୍ରର ନାମ କ'ଣ ଥିଲା? କ'ଣ ଥିଲା ନା ପ୍ରଜାବନ୍ଧୁ। କ'ଣ ଥିଲା? ପ୍ରଜାବନ୍ଧୁ। ନେକ୍ସଟ ପ୍ରଶ୍ନ 4 ନମ୍ବର ପ୍ରଶ୍ନ ଏହି ସମ୍ମିଳନୀ ଜାତି ପ୍ରାଣୀ ସିନ୍ଧୁ କୋଟି ପ୍ରାଣ ବିନ୍ଦୁ ଧରେ କିଏ କହିଥିଲେ? ଏହି ସମ୍ମିଳନୀ ଉତ୍ତର ହେଉଛି ମଧୁସୂଦନ ଦାସ ବୋଲି କହିଥିଲେ। ଏହି ସମ୍ମିଳନୀ ଉତ୍କଳ ସମ୍ମିଳନୀ କଥା କହିଛନ୍ତି। ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ। ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟିର ଅଧ୍ୟକ୍ଷ କିଏ ଥିଲେ? କିଏ ଥିଲେ ନା ଲର୍ଡ ଲିନଲିଥଗୋ। ଲର୍ଡ ଲିନଲିଥଗୋ। ନେକ୍ସଟ ପ୍ରଶ୍ନ 6 ନମ୍ବର ମୁଦ୍ରା ନଥିଲେ କେଉଁମାନଙ୍କ ଇତିହାସ ଅଜ୍ଞାତ ହୋଇ ରହିଯାଇଥାନ୍ତା? ଉତ୍ତର ହେଉଛି ଇଣ୍ଡୋ ଗ୍ରୀକ ଶାସକମାନଙ୍କର ଇତିହାସ। 7 ନମ୍ବର ପ୍ରଶ୍ନ ବାରୁହୁତ ସ୍ଥାପତ୍ୟ କେଉଁ ସମୟର କଳା ସ୍ଥାପତ୍ୟର ପରିଚୟ ପ୍ରଦାନ କରିଥାଏ? ବାରୁହୁତ ସ୍ଥାପତ୍ୟ ଶୃଙ୍ଗ ସମୟର କଳା ସ୍ଥାପତ୍ୟ ପରିଚୟ ପ୍ରଦାନ କରିଥାଏ। 8 ନମ୍ବର ପ୍ରଶ୍ନ ପ୍ରାଚୀନ କଳିଙ୍ଗ ନଗରୀର ବର୍ତ୍ତମାନର ନାମ କ'ଣ ଅଟେ? ପ୍ରାଚୀନ କଳିଙ୍ଗ ନଗରୀର ବର୍ତ୍ତମାନର ନାମ ହେଉଛି କ'ଣ ନା ହରିଶପୁର ଗୋଡ଼। କ'ଣ? ହରିଶପୁର ଗୋଡ଼। ନେକ୍ସଟ ପ୍ରଶ୍ନ କେଉଁ ଶିଳାଲେଖରୁ ଆର୍ଯ୍ୟମାନଙ୍କ ଭାରତ ଆଗମନ କଥା ସୂଚିତ ହୁଏ? କେଉଁ ଶିଳାଲେଖରୁ ନା ବାଘଜ କୋଇ ଶିଳାଲେଖରୁ। ବାଘଜ କୋଇ। 10 ନମ୍ବର ପ୍ରଶ୍ନ ଗୁପ୍ତ ମୁଦ୍ରାର ଭାଷା କ'ଣ ଥିଲା? ଗୁପ୍ତ ମୁଦ୍ରାର ଭାଷା ହେଉଛି ସଂସ୍କୃତ ଥିଲା। 11 ନମ୍ବର ପ୍ରଶ୍ନ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଚଳନ କ୍ଷେତ୍ରରେ କେଉଁ ଇଂରେଜ ପ୍ରଶାସକ ଲର୍ଡ କର୍ଣ୍ଣୱାଲିସକୁ ସହାୟତା କରିଥିଲେ? କିଏ ସହାୟତା କରିଥିଲେ? ସାର୍ ଜନ୍ ସୋର। ସାର୍ ଜନ୍ ସୋର। 12 ନମ୍ବର ପ୍ରଶ୍ନ କେଉଁ ଅଞ୍ଚଳରେ ମହଲୱାରୀ ଭୂ ବନ୍ଦୋବସ୍ତ ପ୍ରଚଳନ କରାଯାଇଥିଲା? ମହଲୱାରୀ ଯେଉଁଟାକୁ କହନ୍ତି ସେ ଗୁଡ଼ିଏ ଗ୍ରାମକୁ ନେଇ ଗୋଟିଏ ମହଲ ତିଆରି ହେଉଥିଲା। ମହଲୱାରୀ ଭୂ ବନ୍ଦୋବସ୍ତ ପ୍ରଚଳନ କରାଯାଇଥିଲା କେଉଁଠି? ଉତ୍ତର ହେଉଛି ଉତ୍ତରପ୍ରଦେଶ ଆଉ ପଞ୍ଜାବରେ। ନେକ୍ସଟ ପ୍ରଶ୍ନ 13 ନମ୍ବର ପ୍ରଶ୍ନ ଏଇଠି କେବେ ଭାରତରେ ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା? ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା 1850 ଖ୍ରୀଷ୍ଟାବ୍ଦରେ। 1850 ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇଥିଲା। ନେକ୍ସଟ ପ୍ରଶ୍ନ କେବେ ବମ୍ବେରୁ ଥାନେ ପର୍ଯ୍ୟନ୍ତ ରେଳ ଚଳାଚଳ କରିଥିଲା? ବମ୍ବେରୁ ଥାନେ ପର୍ଯ୍ୟନ୍ତ ରେଳ ଚଳାଚଳ କରିଥିଲା 1853 ଖ୍ରୀଷ୍ଟାବ୍ଦରେ। ନେକ୍ସଟ ପ୍ରଶ୍ନ କେବେ ଡାକ ଆଇନ ପ୍ରଚଳିତ ହୋଇଥିଲା? ଡାକ ଆଇନ ପ୍ରଚଳିତ ହୋଇଥିଲା କେବେ? 1854 ଖ୍ରୀଷ୍ଟାବ୍ଦରେ। ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ ପିଲାମାନେ ଏବେ ମହାବୀର କେଉଁଠାରେ ଜନ୍ମ ଗ୍ରହଣ କରିଥିଲେ? କେଉଁଠାରେ ମହାବୀର କେଉଁ ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ? ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ। କ'ଣ ହବ ନା ମହାବୀର କୁନ୍ଦ ଗ୍ରାମଠାରେ ଜନ୍ମ ଗ୍ରହଣ କରିଥିଲେ। 7 ନମ୍ବର ପ୍ରଶ୍ନ ମହାବୀର କେଉଁ କ୍ଷତ୍ରିୟ ସମ୍ପ୍ରଦାୟ ଥିଲେ? ନା ମହାବୀର ଥିଲେ ଭେରି ଗୁଡ୍। ସମସ୍ତେ ଆନ୍ସର ଦିଅ ପିଲାମାନେ। ବହୁତ ସୁନ୍ଦର। ଫଟାଫଟ ଆନ୍ସର ଦେଇ ଚାଲ। ମହାବୀର କେଉଁ କ୍ଷତ୍ରିୟ ସମ୍ପ୍ରଦାୟ ଥିଲେ? ଜ୍ଞାନ୍ତ୍ରିକ କ୍ଷତ୍ରିୟ ସମ୍ପ୍ରଦାୟ ଥିଲେ। କିନ୍ତୁ ଗୌତମ ବୁଦ୍ଧ ଶାକ୍ୟ ସମ୍ପ୍ରଦାୟ ଥିଲେ। ମନେ ରଖିଥିବ। 8 ନମ୍ବର ପ୍ରଶ୍ନ ମହାବୀର କେଉଁଠାରେ ଦିବ୍ୟ ଜ୍ଞାନ ଲାଭ କରିଥିଲେ? ମହାବୀର ଦିବ୍ୟ ଜ୍ଞାନ ଲାଭ କରିଥିଲେ କେଉଁଠି? ନା ଜିମ୍ବିକ ଗ୍ରାମରେ ସେ ଦିବ୍ୟ ଜ୍ଞାନ ଲାଭ କରିଥିଲେ। 19 ନମ୍ବର ପ୍ରଶ୍ନ ପଞ୍ଚମହାବ୍ରତ କିଏ ପ୍ରଚାର କରିଥିଲେ? ପଞ୍ଚମହାବ୍ରତ ମହାବୀର ପ୍ରଚାର କରିଥିଲେ। 4 ମହାବ୍ରତ ପାର୍ଶ୍ୱନାଥ ପ୍ରଚାର କରିଥିଲେ। ନେକ୍ସଟ ପ୍ରଶ୍ନ 20 ନମ୍ବର ଚତୁର୍ଜାମ ଧର୍ମ କିଏ ପ୍ରଚାର କରିଥିଲେ? ଚତୁର୍ଜାମ ଧର୍ମ ପାର୍ଶ୍ୱନାଥ ପ୍ରକାଶ କରିଥିଲେ। କ'ଣ ପ୍ରଚାର କରିଥିଲେ? ପାର୍ଶ୍ୱନାଥ ପ୍ରଚାର କରିଥିଲେ। 21 ନମ୍ବର ପ୍ରଶ୍ନ କେଉଁଠାରେ ମହାବୀର ଦେହ ତ୍ୟାଗ କରିଥିଲେ? ମହାବୀର ଦେହ ତ୍ୟାଗ କରିଥିଲେ କେଉଁଠାରେ? ନା ପାବା ଠାରେ ଦେହ ତ୍ୟାଗ କରିଥିଲେ। 22 ନମ୍ବର ପ୍ରଶ୍ନ
ओडिशार केउ सम्राट जैन धर्मर पृष्ठपोषक थिले? ओडिशार खारबेल सम्राट खारबेल जैन धर्मर पृष्ठपोषकता करथिले। बौद्ध धर्मर प्रतिष्ठाता किए? बौद्ध धर्मर प्रतिष्ठाता होउचंती गौतम बुद्ध। नहीं कि रे? बहुत सहज प्रश्न। 24 नंबर प्रश्न, गौतम बुद्ध केउठारे जन्म ग्रहण करथिले? गौतम बुद्ध कपिला वस्तुर लिम्बिनी उद्यान रे, कपिला वस्तुर लुम्बिनी उद्यान रे जन्म लाभ करथिले। नेक्स्ट प्रश्न 25 नंबर प्रश्न, 1236 ख्रीष्टाब्द रे बादाउन ठारे केउ सूफी संत जन्म ग्रहण करथिले? केउ सूफी संत बादाउन ठारे 1236 ख्रीष्टाब्द रे जन्म ग्रहण करथिले? निजाम उद्दीन आउलिया। किए? निजाम उद्दीन आउलिया। नेक्स्ट प्रश्न, केउ सूफी संत दिल्ली निकटवर्ती ग्यासपुर ठारे निजर कर्ममय जीवन आरंभ करथिले? नहीं, दिल्ली निकटवर्ती ग्यासपुर ठारे। किए? ना उत्तर होची निजाम उद्दीन आउलिया। किए? निजाम उद्दीन आउलिया। नेक्स्ट प्रश्न 27 नंबर, केउ सूफी संत को दिल्ली रो चिराग बोली कह जाए? बहुत इंपोर्टेंट प्रश्न। दिल्ली रो चिराग बोली कहा को कह जाए? शेख नासिरुद्दीन को दिल्ली रो चिराग बोली कह जाए। नेक्स्ट प्रश्न 28 नंबर, केबे लॉर्ड कॉर्नवालिस चिरस्थायी बंदोबस्त प्रचलन करथिले? बहुत इंपोर्टेंट प्रश्न। चिरस्थायी बंदोबस्त लॉर्ड कॉर्नवालिस कौन प्रचलन करथिले? 1793 ख्रीष्टाब्द रे। 29 नंबर प्रश्न, रयतवारी भू राजस्व बंदोबस्त कहा सहित करा जाइथिला? रयत माने चाषी, रयतवारी भू बंदोबस्त कहा सहित? ना कृषक मानक सहित करा जाइथिला बंदोबस्तटी। नेक्स्ट प्रश्न, केउ अंचल रे रयतवारी भू बंदोबस्त प्रचलन करा जाइथिला? केउ अंचल रे कहैछि? केउ अंचल रे? ना मांद्राज, बॉम्बे आउ सिंधु प्रदेश रे। मांद्राज, बॉम्बे आउ सिंधु प्रदेश रे। 31 नंबर प्रश्न, भारतर प्राचीनतम मुद्रा केउ मुद्रा को ग्रहण करा जाए? प्राचीनतम मुद्रा भावरे मौर्य जुगर छापा मुद्रा को ग्रहण करा जाए। 32 नंबर प्रश्न, चियुकी ग्रंथर रचयिता किए? चियुकी ग्रंथर रचयिता होचंती किए? ना ह्वेनसांग। किए? ह्वेनसांग। 33 नंबर प्रश्न, जैन धर्म प्रतिष्ठाता किए? जैन धर्मर प्रतिष्ठाता किए? ना प्रथम तीर्थंकर किए? ऋषभनाथ बा ऋषभदेव, से होचन जैन धर्मर प्रतिष्ठाता। 34 नंबर, जैन धर्मर 24तम बा शेष प्रचारक किए थिले? जैन धर्मर 24तम होचंती किए? महावीर थिले जैन धर्मर 24तम तीर्थंकर। 35 नंबर, केबे वर्धमान महावीर जन्म ग्रहण करथिले? वर्धमान महावीर जन्म ग्रहण करथिले ख्रीष्टपूर्व 540 रे। ओके, नेक्स्ट प्रश्न 36 नंबर प्रश्न, महालवारी व्यवस्था सह किए जड़ित थिले? महालवारी व्यवस्था सहित किए जड़ित थिले? ना होल्ट मैकेंजे। किए? होल्ट मैकेंजे जड़ित थिले। नेक्स्ट प्रश्न, किए जमीदार? नहीं, नेक्स्ट प्रश्न, किए जमीदार मानक सहित 5 वर्षीय योजनार बंदोबस्त करथिले? 5 वर्षीय योजना किए? ना उत्तर होची लॉर्ड वारेन हेस्टिंग, जोटा कि काम देला नहीं। नेक्स्ट प्रश्न, उत्तर प्रदेश रो अवध जिल्ला रे केउ प्रकार राजस्व व्यवस्था प्रचलन कराइथिला? अवध रे केउ व्यवस्था? ना उत्तर होची तालुकदारी व्यवस्था प्रचलन करा जाइथिला। 39 नंबर, कॉर्नवालिस केबे 10 वर्षीय बंदोबस्त आईन प्रणयन करथिले? 10 वर्षीय बंदोबस्त आईन 1799 मसीह प्रणयन करथिले। नेक्स्ट प्रश्न, केउ शताब्दी रे ओडिया भाषा विकास लाभ करथिला? केउ शताब्दी रे? ना 12 शताब्दी रे ओडिया भाषा विकास लाभ करथिला। को शताब्दी? 12 शताब्दी। नेक्स्ट प्रश्न, भारत रे केउ बडलाट को समय रे प्रत्नतत्व विभाग सृष्टि होइतिला? ना लॉर्ड कर्जन को समय रे। कोन? लॉर्ड कर्जन को समय रे। नेक्स्ट प्रश्न 42 नंबर, खारवेलंकर हाथी गुंफा शिलालेख केउठारे अवस्थित? हाथी गुंफा शिलालेख खारवेलंकर उदयगिरी ठारे अवस्थित। ହେଲା खंडगिरी उदयगिरी जोटा। 43 नंबर, केउ शिलालेखरू खारवेलंक कथा जानी हुए? केउ शिलालेखरू? उत्तर होची
ହାତୀଗୁମ୍ଫା ଶିଳାଲେଖଠାରୁ। ନେକ୍ସଟ ପ୍ରଶ୍ନ 44 ନମ୍ବର, ପଲ୍ଲବ ମାନଙ୍କର ସ୍ଥାପତ୍ୟ ନିଦର୍ଶନ କେଉଁଠାରେ ଦେଖିବାକୁ ମିଳେ? ପଲ୍ଲବ ମାନଙ୍କର ସ୍ଥାପତ୍ୟ ନିଦର୍ଶନ କେଉଁଠାରେ ଦେଖିବାକୁ ମିଳେ? ଉତ୍ତର ହେଉଛି ମାମଲ୍ଲାପୁରମ ମନ୍ଦିର। ମାମଲ୍ଲାପୁରମ ମନ୍ଦିର ନାକି ମାମଲ୍ଲାପୁରମ ମନ୍ଦିର। ନେକ୍ସଟ ପ୍ରଶ୍ନ 45 ନମ୍ବର, ଗିର୍ନାର ପ୍ରସ୍ତାର ଅଭିଲେଖ କେଉଁ ଶାସକଙ୍କ ଗୁଣଗାନ କରିଥାଏ? ଗିର୍ନାର ପ୍ରସ୍ତାର ଅଭିଲେଖ କେଉଁ ଶାସକ? ଉତ୍ତର ହେଉଛି ଶକ ଶାସକ ରୁଦ୍ରାଦମନ। ଶକ ଶାସକ ରୁଦ୍ରାଦମନଙ୍କର ଗୁଣଗାନ କରିଥାଏ। ନେକ୍ସଟ ପ୍ରଶ୍ନ 41 ନମ୍ବର, 46 ନମ୍ବର, 1933ରେ ପ୍ରଶାସନିକ କମିଟି ବା ହାବାକ କମିଟି କେତେ ଜଣଙ୍କୁ ନେଇ ଗଠିତ ହୋଇଥିଲା? ହାବାକ କମିଟି ଗଠନ ହୋଇଥିଲା କେତେ ଜଣଙ୍କୁ ନେଇକିରି? ନା 9 ଜଣଙ୍କୁ ନେଇକିରି ଗଠିତ ହୋଇଥିଲା। କ'ଣ? 9 ଜଣଙ୍କୁ ନେଇକିରି। 47 ନମ୍ବର ପ୍ରଶ୍ନ, 47 ନମ୍ବର ପ୍ରଶ୍ନ ଦେଖିବା। ୟେସ୍, ତ 47 ନମ୍ବର ପ୍ରଶ୍ନ, ହରପ୍ପା କେଉଁଠାରେ ଅବସ୍ଥିତ? ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ। ହରପ୍ପା କେଉଁଠାରେ ଅବସ୍ଥିତ? ହରପ୍ପା ପଶ୍ଚିମ ପଞ୍ଜାବର ମୋଣ୍ଟଗୋମରୀ ଜିଲ୍ଲାରେ ଅବସ୍ଥିତ। ନେକ୍ସଟ ପ୍ରଶ୍ନ 48 ନମ୍ବର, ତାଞ୍ଜୋର ଠାରେ କାହାର ସ୍ଥାପତ୍ୟ କଳା ବିଦ୍ୟମାନ ଅଛି? ତାଞ୍ଜୋର ଠାରେ ତ କ'ଣ ଅଛି? ନା 48 ନମ୍ବର ସି, ଚୋଳ। ନାକି ତାଞ୍ଜୋର ଠାରେ କାହାର ସ୍ଥାପତ୍ୟ? ଚୋଳମାନଙ୍କ ସ୍ଥାପତ୍ୟ ବିଦ୍ୟମାନ ଅଛି। 49 ନମ୍ବର, ନିମ୍ନଲିଖିତ ମଧ୍ୟରୁ କେଉଁଟି ଜୈନ ଧର୍ମର ଏକ ଗ୍ରନ୍ଥ ଅଟେ? ଜୈନ ଧର୍ମର ଗୋଟେ ଗ୍ରନ୍ଥ। କଳ୍ପସୂତ୍ର, ସଂହିତା, ତ୍ରିପିଟକ, ବଜ୍ରସୂଚୀ। କ'ଣ ହବ? ନା 49 ନମ୍ବର ହବ ଏ, କଳ୍ପସୂତ୍ର। ନିମ୍ନଲିଖିତ ମଧ୍ୟରୁ କଳ୍ପସୂତ୍ର ଜୈନ ଧର୍ମର ଏକ ଗ୍ରନ୍ଥ ଅଟେ ବୋଲି ଲେଖା ହେବ। ତାପରେ 50 ନମ୍ବର ପ୍ରଶ୍ନ, କ୍ଷିପ୍ର। 50 ନମ୍ବର ପ୍ରଶ୍ନ, ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀ ବେଳକୁ ନିମ୍ନୋକ୍ତ କେଉଁ ରାଜ୍ୟର ସମଷ୍ଟି ଦିନ ଅନ୍ତ ହୋଇଯାଇଥିଲା? କେଉଁ ରାଜ୍ୟର ସମୃଦ୍ଧି ଦିନ ଅନ୍ତ ହୋଇଯାଇଥିଲା ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀ ବେଳକୁ? କେଉଁ ରାଜ୍ୟ? ନା କୁରୁ ରାଜ୍ୟର ଅନ୍ତ ହୋଇଯାଇଥିଲା। କୁରୁ ରାଜ୍ୟର ଅନ୍ତ ହୋଇଯାଇଥିଲା। ତେଣୁ ସମସ୍ତଙ୍କୁ ସେୟାର କର ପିଲାମାନେ। ବେଷ୍ଟ ଅଫ୍ ଲକ୍ ପରୀକ୍ଷା ପାଇଁ। ଥ୍ୟାଙ୍କ ୟୁ ଭେରି ମଚ୍। ବନ୍ଦେ ଉତ୍କଳ ଜନନୀ।